ନା ଦେଖନ୍ତୁ ଏଇ ଯୋଉ ୱାପକସ୍ କୁ ଦିଆଯିବା ଟେଣ୍ଡର ତ ଦିଆଯିବାନି, କାମ ଦିଆଯିବା। ୱାପକସ୍ ଯୋଉ କାମ ନିଏ ସେ କାମ କରେନି। ପ୍ରଥମେ ଆମେ ଜାଣି ରଖିବା ଦରକାର ଯେ ୱାପକସ୍ ହଉଛି ଗୋଟେ ପ୍ରୋଗ୍ରାମଟାକୁ ଟେଣ୍ଡର ମାନେ ଆପଣ କଣ କରନ୍ତି, ସବୁ ସରକାରଙ୍କର ବିଭାଗ ଯେତେ ସବୁ ରହିଛି, ମନେକର ଯାହାର ଏକ୍ସପର୍ଟାଇଜ ନଥିବ କନଷ୍ଟ୍ରକ୍ସନ ୱାର୍କରେ, ସେମାନେ ଗୋଟେ ଗୋଟେ ଏଜେନ୍ସିକୁ ହାୟାର କରନ୍ତି। ସେ ଭିତରେ ଗୋଟେ PSU ହଉଛି ୱାପକସ୍, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଗୋଟେ କେନ୍ଦ୍ର ସରକାରଙ୍କର ୱାପକସ୍। ତେଣୁ ସେ ୱାପକସ୍ କୁ କେବଳ ଏବେ ଯେ ଆପଣ କହୁଛନ୍ତି SC/ST ଡିପାର୍ଟମେଣ୍ଟର ଦିଆଯାଇଛି ନୁହେଁ, ତା ପୂର୍ବରୁ ମଧ୍ୟ SSPD ଡିପାର୍ଟମେଣ୍ଟର କାମ ସେ ନେଇଛି। ରେଭେନ୍ସାରେ କାମ ନେଇଛି SSPD ଡିପାର୍ଟମେଣ୍ଟର, ଆଉ ଅନେକ ଛାତ୍ରାବାସ କାମ ବି ସେ ନେଇଛି। ଏବେ ବି ଆଦିବାସୀ କଲ୍ୟାଣ ବିଭାଗର ମଧ୍ୟ ନେଇଛି କାମ, ଦିଆଯାଇଛି ତାକୁ। ସେ କଣ କରନ୍ତି, ସେମାନେ ଟେଣ୍ଡର କରାନ୍ତି, ବୁଝିପାରୁଛନ୍ତି? ସେମାନେ ଟେଣ୍ଡର କରାନ୍ତି, ଠିକାଦାର କାମ କରାନ୍ତି। କିନ୍ତୁ ସେଇ ଯୋଉ କଥା ହେଇଛି, ଯୋଉ ପ୍ରସଙ୍ଗଟା ଉଠିଥିଲା ଆପଣଙ୍କର ବିଧାନସଭାରେ, ଯୋଗେଶ ସିଂ ପ୍ରଶ୍ନ କରିଥିଲେ ଗୋଟେ। ଯୋଗେଶ ସିଂଙ୍କ ଉତ୍ତରରେ ସେ ବିଜୁଳି ବନ୍ଧ, ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ର ଯୋଉ ବିଜୁଳି ବନ୍ଧ ପ୍ରକଳ୍ପକୁ ନେଇକି ଯୋଉ ପ୍ରଶ୍ନ କରିଥିଲେ, ସେଟା DMF ଫଣ୍ଡରୁ ସେଇଟା ଯୋଉ ହଉଥିଲା, ସେ କାମ ଆରମ୍ଭ ହେଇପାରେ ନାହିଁ, କାମ ଅଚଳାବସ୍ଥା ସୃଷ୍ଟି ହେଇଛି। ତାକୁ ନେଇକି ସେ ଗୋଟେ ବ୍ଲାକ୍ ଲିଷ୍ଟେଡ୍ କରାହେଇଥିଲା। ତାକୁ ସେ ସଂସ୍ଥାକୁ କାହିଁକି ମାନେ ବ୍ଲାକ୍ ଲିଷ୍ଟେଡ୍ କରିବା, ତାର ଅଗ୍ରଗତି କ'ଣ? ଯେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ଦେଇଥିଲେ ଯେ କାମରେ ଅବହେଳା କରିବା ଯୋଗୁଁ, ଦାୟିତ୍ୱହୀନତା ଦେଖେଇବା ଯୋଗୁଁ ତାକୁ ବ୍ଲାକ୍ ଲିଷ୍ଟେଡ୍ କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଏହା କହିଲା ପରେ ଆପଣ ଦେଖିବେ ଆପଣଙ୍କର ସେଇ ଯୋଉ ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ତାକୁ କାମ ମିଳିଛି। ଆପଣ ଯୋଉ ଜନଜାତି ଆପଣଙ୍କର ଗୋଟେ ଦୁଇଟି, କେବଳ ସେଠୁ ନୁହେଁ, ଆପଣ ସଂସ୍କୃତି ବିଭାଗରୁ ମଧ୍ୟ ସେ କାମ ପାଇଛି। ସଂସ୍କୃତି ବିଭାଗରୁ ମଧ୍ୟ କାମ ପାଇଛି, ଆଗରୁ ପାଇଥିଲା SSPD ଡିପାର୍ଟମେଣ୍ଟରୁ। ତ ଗୋଟେ ଲୋକ ଯେତେବେଳେ କାମ କରିବାରେ ଅବହେଳା କରୁଛି, ଯେତେବେଳେ ତାକୁ ବ୍ଲାକଲିଷ୍ଟେଡ୍ କରାଯାଇଛି ବୋଲି ତ ଆମେ କହୁଛୁ। ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ବିଧାନସଭା ଉତ୍ତରରେ, ଲିଖିତ ଉତ୍ତରରେ ଯୋଗେଶ ସିଂଙ୍କ ପ୍ରଶ୍ନର, ସେଭଳି ସଂସ୍ଥାକୁ କାହିଁକି କାମ ଦିଆଯାଉଛି? ଆଉ କ'ଣ ସରକାରଙ୍କର ପାଖରେ ଅନ୍ୟ ବିକଳ୍ପ PSU ନାହାନ୍ତି? ଅନ୍ୟ ବିକଳ୍ପ PSU ମାନଙ୍କୁ ବା ରାଜ୍ୟ ସରକାରଙ୍କର ଅନ୍ୟ ସଂସ୍ଥା କେହି ନାହାନ୍ତି? ପୋଲିସ ହାଉସିଂ କର୍ପୋରେସନ ହେଲା, ଆମର ଅନ୍ୟାନ୍ୟ କନଷ୍ଟ୍ରକ୍ସନ OBCC ହେଲା, ଅନ୍ୟାନ୍ୟ ସଂସ୍ଥା ଅଛି। କେନ୍ଦ୍ର ସରକାର ଆହୁରି ବି ଅନେକ PSU ଅଛନ୍ତି। ଗୋଟିଏ ସଂସ୍ଥା ପ୍ରତି ଅହେତୁକ ଦୁର୍ବଳତା କାହିଁକି? ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଯେତେବେଳେ କୁହାଯାଇଛି ବ୍ଲାକ୍ ଲିଷ୍ଟେଡ୍, ଆକ୍ଚୁଆଲି ବାସ୍ତବ କଥା ହେଲା ସେ ଯୋଉ ବିଜୁଳି ବନ୍ଧ କାମକୁ ନେଇକରି ବର୍ଷେ ଭିତରେ କାମ ଆରମ୍ଭ କରିପାରିନଥିଲା। ତାକୁ ହିଁ ନେଇକରି ପୂର୍ବତନ ଯିଏ ପୂର୍ବ ସରକାର ମାନେ ପୂର୍ବତନ ସଚିବ ଯିଏ ଆଦିବାସୀ କଲ୍ୟାଣ ବିଭାଗର ସଚିବ ଥିଲେ, ସିଏ ତାକୁ ଗୋଟେ ସେତେବେଳେ ତାଙ୍କରି ନିର୍ଦ୍ଦେଶରେ ଗୋଟେ ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ବା DMF ର ସି ଯିଏ ଅଛନ୍ତି, ସିଏ ସେଟାକୁ ଗୋଟେ ସୋକଜ ନୋଟିସ ତାକୁ ଜାରି କରିକି ହ୍ୱାଇ ୱିଲ୍ ନଟ୍ ବି ବ୍ଲାକ୍ ଲିଷ୍ଟେଡ୍ ବୋଲି ଲେଖା ହେଇଥିଲା। କିନ୍ତୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯେହେତୁ କହିଦେଇଛନ୍ତି ସେ ବ୍ଲାକ୍ ଲିଷ୍ଟେଡ୍ ହେଇଯାଇଛି, ତ ତାପରେ ତାକୁ କାମ କାହିଁକି ଦିଆଯାଉଛି ବୁଝିବନି। ଏଥିରେ କାହାର ସ୍ୱାର୍ଥ ଅଛି? ୱାପକସ୍ ଯୋଉଭଳି ଭାବରେ କାମ କରୁଛି, ଯୋଉଭଳି ଭାବରେ ଅବହେଳା କରୁଛି, କେବଳ ଓଡ଼ିଶାରେ ନୁହେଁ, ଲେହ ଲାଦାଖରେ ମଧ୍ୟ ସେ କାମ ନେଇଥିଲା ଆପଣଙ୍କର ୱାପକସ୍। ସେଠି ମଧ୍ୟ କାମରେ ଅବହେଳା କରୁଛି ବୋଲି ତାକୁ ବ୍ଲାକଲିଷ୍ଟ କରିବା ପାଇଁ, ତାର କାମ ବାତିଲ କରିବା ପାଇଁ ମଧ୍ୟ ଲେହ ଲାଦାଖର CEO ଯିଏ ସେତେବେଳର ସିଏ ମଧ୍ୟ ଦାବି କରିଥିଲେ। ତେଣୁ ସବୁ ଜାଗାରେ ଗୋଟେ ସଂସ୍ଥା ଯେତେବେଳେ ଅବହେଳା କରୁଛି, ଦାୟିତ୍ୱହୀନତା ଦେଖାଉଛି, ଆନ୍ତରିକତା ଦେଖାଉନାହିଁ, ତାକୁ କାହିଁକି ଏସବୁ କାମର ଦାୟିତ୍ୱ ଦିଆଯାଉଛି? ବର୍ତ୍ତମାନ ସାଧାରଣ ପ୍ରଶ୍ନବାଚୀ ହେବା ସ୍ୱାଭାବିକ। ଆଉ କଂଗ୍ରେସ ହଉ ବା ବିଜେଡି ଯୋଉ ପ୍ରଶ୍ନ ଉଠେଇଛନ୍ତି, ଏ ପ୍ରଶ୍ନରେ କିଛି ମାନେ ଯଥାର୍ଥତା ନଥିଲା ଭଳି କିଛି ଅନୁଭବ କରି ହଉନି। ନିହାତି ଭାବରେ ଅବହେଳା କରୁଥିବା ସଂସ୍ଥାକୁ ତାକୁ ବନ୍ଦ କରିବା ଦରକାର। ଅଧିକ କାମ ଦିଆ ନଯିବା ଦରକାର। ଯଦି କାମ ଦିଆଯାଇଛି ତାକୁ ବାତିଲ କରାଯିବା ଆବଶ୍ୟକତା ଅଛି।